ଏଗୁଡ଼ା କେତେ ଅନ୍ୟାୟ ଦେଖୁଛ, କେତେ ଅନ୍ୟାୟ, ଗଣତନ୍ତ୍ରକୁ ହତ୍ୟା। ଆଏ ଲୋକଙ୍କୁ ଗଣତନ୍ତ୍ର ଫ୍ରିଡମ୍ ଦେଇଛି, ତାଙ୍କ ଇଚ୍ଛାରେ ସେ ପ୍ରତିନିଧି ବାଛିବେ, ତାଙ୍କର ଚଏସ୍ ଯାହାକୁ। ତମେ ସେ ଚଏସ୍କୁ କୁଠାରଘାତ କରି ନିଜ ସୁବିଧା ପାଇଁ, ନିଜେ ଜିତିବା ପାଇଁ ଗୋଟେ ରଙ୍ଗ ୱେରେ ନିର୍ବାଚିତ ହବ, କେଡ଼େ ଘୃଣ୍ୟ କାମ। ଏ ଗଣତନ୍ତ୍ରକୁ ହତ୍ୟା, ଏକଦମ ନିନ୍ଦା। ଏଇଥିରେ ମୋଦି ପତିଆରା କରୁଛ ତମେ। ଆଜ୍ଞା ଏଠି ଅଯୋଧ୍ୟାରେ ଯିଏ ଜିଲ୍ଲା ସଭାପତି ଅଛନ୍ତି ସମାଜବାଦୀ ପାର୍ଟିର ମୋଇନ ଖାନ୍, ସେ ଗୋଟେ 12 ବର୍ଷର ନାବାଳିକାକୁ ପ୍ରେଗନେଣ୍ଟ କରିଦେଲେ, କିନ୍ତୁ ସେଇଠି ପ୍ରିୟଙ୍କା ଗାନ୍ଧୀ ଯୋଉ କହୁଥିଲେ ଲड़की हूं लड़ सकती हूं, ତ ଏ ବାବଦରେ ସେ ତୁଣ୍ଡ ଖୋଲୁନାହାନ୍ତି, ଗୋଟେ ଟ୍ୱିଟ୍ ମଧ୍ୟ କରୁନାହାନ୍ତି। ସେ ତୁଣ୍ଡ ଖୋଲିବେ। ଗୋଟେ 12 ବର୍ଷ ଝିଅକୁ ଗୋଟେ ପ୍ରେଗନେଣ୍ଟ କରିଦେବା କ'ଣ କମ୍ କଦର୍ଯ୍ୟ କଥା? ଗୋଟେ ଅଣ୍ଡର ଏଜ୍ ଝିଅକୁ ପ୍ରେଗନେଣ୍ଟ କରିବା କମ୍ ଗୁରୁତର ଭୁଲ, କମ୍ ପାପ। ସେ ଦଳିତ ହଉ, ସବର୍ଣ୍ଣ ହଉ, ଓବିସି ହଉ, ବ୍ରାହ୍ମଣ ହଉ, ଯାହା ହଉ, ଗୋଟେ 12 ବର୍ଷ ଝିଅକୁ ପ୍ରେଗନେଣ୍ଟ କରିବା ଗୁରୁତର ପାପ, ଗୁରୁତର ଭୁଲ। ସେ ଲୋକକୁ ଆରେଷ୍ଟ କରି ଜେଲକୁ ପଠେଇଲେଣି ନା ନାହିଁ? ଆଜ୍ଞା ସେ ସାଂସଦ ଯିଏ ସେଠି ଅଛନ୍ତି, ଅଯୋଧ୍ୟାର ନବନିର୍ବାଚିତ ସାଂସଦ ଯିଏ କହୁଥିଲେ ଅଯୋଧ୍ୟାର ରାଜା, ତାଙ୍କୁ ପ୍ରଶ୍ନ ଗଣମାଧ୍ୟମ କରିବାକୁ ସେ କହିଲେ ମୁଁ ଜାଣି ନାହିଁ, ମୁଁ ଗଲେ ଜାଣିବି। ଏ ରାଜା କିଏ କୋଉଠିବେ? ରାଜା କୁଆଡୁ ବ୍ରିଟିଶ ହଟେଇ ସାରିଲାଣି। ହରେକୃଷ୍ଣ ମହତାବ, ବଲ୍ଲଭ ଭାଇ ପଟେଲ ହଟେଇ ସାରିଲେଣି। ଇଣ୍ଡିପେଣ୍ଡେଣ୍ଟ ପରେ ପରେ ଗଣଜାତ ମିଶ୍ରଣ କରିছে ହରେକୃଷ୍ଣ ମହତାବ, ବଲ୍ଲଭ ଭାଇ ପଟେଲ। 182ଟା রাজা উচ্ছেদ করে বিরাট ভারতবর্ষ হয়েছে হিমালয়ରୁ কন্যাকুমারী। ଆଉ ରାଜା କିଏ? ମୋଇନ ଖାନର କଳା ସାମ୍ରାଜ୍ୟ ଉପରେ ବୁଲଡୋଜର ଚଢେଇଲେ ଯୋଗୀ ବାବା। ବଢିଆ କରିଛନ୍ତି, ତାଙ୍କର ଯୋଉ ବେକରୀ ଫ୍ୟାକ୍ଟ୍ରି ଥିଲା ତାଙ୍କୁ ବଢିଆ କରିଛନ୍ତି। ଯୋଉମାନେ ଆମ ଓଡ଼ିଶାର ମୋହନ ବାବୁ, ଭଲ ଲୋକ, ତମେ ଅନେଷ୍ଟ ଲୋକ, ଆଦିବାସୀ କୂଳରେ ଜନ୍ମ, କିଛି କାମ କରି ଯାଏ ମହାଶୂନ୍ୟରେ ତମେ ପଗଡ଼ି ବାଞ୍ଛ, ତମର ଦାନ କିଛି ନାହିଁ। ଗୋଟାଏ ଲୋକ ପାଇଁ ଭୋଟ ପ୍ରଚାର କରିନ, ଗୋଟେ ଟଙ୍କା କାହା ପାଇଁ ଖର୍ଚ୍ଚ କରିନ। କେବଳ ମୋ ପୁଅ ପାଇଁ ମନ୍ମଥ ରାଉତରାୟକୁ ହରେଇବା ପାଇଁ ପ୍ରଧାନମନ୍ତ୍ରୀ 4 ଥର ଆଇଲେ, ରୋଡ ଶୋ କଲେ। ଏ ଯୋଉ ରାଜ୍ୟପାଳ ମହା ଖରାପ ଲୋକ, ସେଇଠି ଟଙ୍କା ଗୁଡାକ ବଣ୍ଟା ହେଲା। ପ୍ରଥମେ ତମେ ଦେଖ 4 ଥାକରେ ଭୋଟ ହେଲା। ପ୍ରଥମ ଥାକରେ ନବୀନ ପଟ୍ଟନାୟକ ଦଳ ଜିତିଲା, ଦ୍ୱିତୀୟ ଥାକରେ ଜିତିଲା, ତୃତୀୟ 4 ଥର ପ୍ରଧାନମନ୍ତ୍ରୀ ଆସି ଏଇଠି ନୋଟ ଗୁଡାକ ବାଣ୍ଟିଲା। ଶାହ ଆସିକି ହୋମ ମିନିଷ୍ଟର ନୋଟ ଗୁଡାକ ବାଣ୍ଟିଲା, ଡିଫେନ୍ସ ମିନିଷ୍ଟର ସିଂହ ଆସି ଟଙ୍କା ବାଣ୍ଟିଲା, ହେମା ମାଳିନୀ ଆସି ଘେରି ଘେରି ହେଇ ବୁଲିଲା। 3ଟା ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବୋଲି ଆଜି ମୋହନ ବାବୁ ତମେ ମୁଖ୍ୟମନ୍ତ୍ରୀ କିଛି କରିଯାଅ। ଅନେଷ୍ଟ ଲୋକ, ଭଦ୍ର ଲୋକ, ଜଗନ୍ନାଥ ଏଡେ ବଡ ମାନେ ମୁକୁଟ ତମକୁ ପିନ୍ଧେଇଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ। କିଛି ରାଜ୍ୟର ବିକାଶ କର। ଏ ଗରିବ ଲୋକଙ୍କର ଘର ଯୋଉ ଭାଙ୍ଗି ଯାଇଛି ନା ବନ୍ୟାରେ, ଏ ଯୋଉ ବର୍ଷାରେ କି ଅବସ୍ଥାରେ ଅଛନ୍ତି ଦେଖ। ଆଜି ଭୁବନେଶ୍ୱର ସହରରେ, ଜୁଗୁଡ଼ି ବସ୍ତିରେ, ଗାଁ ଗହଳିରେ, ଜଟଣୀ, ଖୋର୍ଦ୍ଧା, ବେଗୁନିଆ, ବୋଲଗଡ଼, ବାଲିପାଟଣା, ଏଇ ଗରିବ ଲୋକଙ୍କ ଘର କରିଦିଅ। ଆଉ ଭୁବନେଶ୍ୱର ଇଲେକ୍ଟ୍ରି ସବୁଦିନ କଣ ଝିଅ ମୋହନ ବାବୁ? ଓ ମୋହନ ବାବୁ ମୁଖ୍ୟମନ୍ତ୍ରୀ, 15 ଥର 20 ଥର ଇଲେକ୍ଟ୍ରି ବିଦ୍ୟୁତ କାଟ ଭୁବନେଶ୍ୱରରେ ରାତି ଦିନ। ଯଦି ଭୁବନେଶ୍ୱରରେ 12 ଥର ବିଦ୍ୟୁତ କାଟ, ଓଡ଼ିଶା ଅବସ୍ଥା କଣ ଥିବ? ନଜର ଦିଅ, ନଜର ଦିଅ। ଯୋଉଟା ନିହାତି ନିଟ୍ ବିଦ୍ୟୁତ, ଛାତ୍ର, ଯୁବକ, ଗାଁ ଗହଳି ସବୁ ଲୋକଙ୍କର ଦରକାର ଆଲୁଅ ଦିଅ, ପିଇବା ପାଣି ଦିଅ। ଅଭିଯୋଗ କରିଛନ୍ତି ଅପରାଜିତା ଷଡଙ୍ଗୀ ଯେ ତାଙ୍କ ନିର୍ବାଚନ ସମୟରେ ଗୋଟେ ଖଣି ବେପାରୀ 50 କୋଟି ଟଙ୍କା ଖର୍ଚ୍ଚ କରିଥିଲା ଅପରାଜିତା ଘରେ ବି। କୋଉଠି ଆଏ ସେ ପାଗଲି ହେଇଯାଇଛି ଅପରାଜିତା ଷଡଙ୍ଗୀ। ତା ନହେଲେ ଏଭଳିଆ ଶସ୍ତା କଥାବାର୍ତ୍ତା କରନ୍ତେ ସିଦ୍ଧାର୍ଥ ରାଉତରା? ପଇସା ଖର୍ଚ୍ଚ କରିଛି 50 କୋଟି, ତା ପାଇଁ ଗୋଟେ କିଏ ଆସି? ଏଇଟା ପାଗଲାମି ନୁହଁ? ଡାକ ସେ ଲୋକ, ଅପରାଜିତା ଷଡଙ୍ଗୀ ଡାକ ସେ ଲୋକ କିଏ ପଇସା ଖର୍ଚ୍ଚ କରିଛି। ପ୍ରମାଣ ଦିଅ, ପ୍ରମାଣ ଦିଅ ଭାଇ। କିଏ ମୋ ପୁଅ ପାଇଁ 50 କୋଟି ଖର୍ଚ୍ଚ କରିଛି ଅପରାଜିତା ଷଡଙ୍ଗୀ? ଡାକ ଭାଇ। ଶସ୍ତା କଥାବାର୍ତ୍ତା କରୁଛୁ ଆସିକିରି, କିଛି ନ କହିଲା କୋଣୁ
हाँ गोटे प्रधानमंत्री 4 थर आइला तुम पाई रोड शो कला पैसा बांटिला होम मिनिस्टर बांटिला फाइनान्स मिनिस्टर बांटिला डिफेन्स मिनिस्टर बांटिला 3टा मुख्यमंत्री आसाम मुख्यमंत्री गणी कंदी बांटिला तुम पर संस्था कथबार्ता कर मनमत राउतरा किए से गणी डाक भाई ताको आगे अरेस्ट करवा